ଅଣସର ଘରେ ଶ୍ରୀଜୀଉ 108 ଗରା ଜଳରେ ସ୍ନାନ ପରେ ତାତିରେ ଖଇ ଫୁଟୁଛି ଶ୍ରୀଜୀଉମାନଙ୍କ ଦେହ। ଆଉ ଦେହରୁ ତାତି କମାଇବା ପାଇଁ ଆଜିଠୁ ଆରମ୍ଭ ହୋଇଛି ଉପଚାର। ଅଣସର ପ୍ରଥମ 4 ଦିନରେ କରାଳ କର୍ମମାନ ହୋଇଥାଏ। ଏଥିରେ ମହାପ୍ରଭୁଙ୍କର ଶ୍ରୀଅଙ୍ଗ ଫିଟା ନୀତି ହୋଇ କରାଳ ଚନ୍ଦନ ବାହାର କରାଯାଏ। ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀ ବିଗ୍ରହରେ ବିଭିନ୍ନ ଲେପ ସହ ପୁନଃନିର୍ମାଣ କାମ ଆରମ୍ଭ ହୁଏ, ଯାହାକୁ ଲୋକଭାଷାରେ ଉପଚାର ଆରମ୍ଭ କୁହାଯାଏ। ଆଜି ହେଉଛି ପଞ୍ଚମୀ ତିଥି। ଆଉ ଏ ପଞ୍ଚମୀ ତିଥିରେ ମହାପ୍ରଭୁଙ୍କୁ ଫୁଲୁରି ତେଲ ଲାଗି ହେବ। ଆଉ ସେଇଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ବଡ଼ ଓଡ଼ିଆ ମଠ ଏହି ତେଲକୁ ପ୍ରସ୍ତୁତ କରିଥିବା ବେଳେ ଆଜି ଏକ ଶୋଭାଯାତ୍ରା ସହକାରେ ଶ୍ରୀମନ୍ଦିରକୁ ଫୁଲୁରି ତେଲକୁ ନିଆଯିବାର ପରମ୍ପରା ରହିଛି। ସେ ବୈଦ୍ୟଙ୍କ ପରାମର୍ଶ କ୍ରମେ ଅଣସର ପିଣ୍ଡିରେ ଶ୍ରୀଜୀଉଙ୍କୁ ଏହି ଫୁଲୁରି ତେଲର ଚିକିତ୍ସା ସେବା ଯୋଗାଇ ଦିଆଯିବ। ତେବେ ଏଥିପାଇଁ ବଡ଼ ଓଡ଼ିଆ ମଠ ପ୍ରତିବର୍ଷ ଅଣସରରେ 6 ସେର ଫୁଲୁରି ତେଲ ଯୋଗାଇଥାଏ। କେବଳ ନବକଳେବର ବର୍ଷରେ 9 ସେର ଫୁଲୁରି ତେଲ ଯୋଗାଇ ଦେଇଥାଏ ବଡ଼ ଓଡ଼ିଆ ମଠ। ଫୁଲୁରି ତେଲ ଏକ ସ୍ୱତନ୍ତ୍ର ପ୍ରଣାଳୀରେ ପ୍ରସ୍ତୁତ ହୋଇଥାଏ। ହେରା ପଞ୍ଚମୀ ତିଥିରେ 3ଟି 3 ସେରିଆ ମାଟି ଘଡ଼ିର ଆବଶ୍ୟକତା ରହିଥାଏ। ତେବେ ଏହି 3ଟି ଘଡ଼ିରେ ଘଣା ପେଡ଼ା ରାଶି ତେଲ ସହିତ କୃଷ୍ଣଭୋଗ ଧାନ, ବେଣା ଚେର, ଚନ୍ଦନ କାଠ, କେତକୀ, ଚମ୍ପା, ବଉଳ, ମାଳତୀ, ମଲ୍ଲି, ଜୁଇ, ଜାଇ ଆଦି ଫୁଲର ମିଶ୍ରଣ, ଏହା ସହିତ ଶାଳପନ୍ନି, ଗମ୍ଭାରୀ, ଲବାଙ୍ଗ କୁଳି, ଫଣଫଣା, କୃଷ୍ଣପନ୍ନି, ବେଲ, ଖଣି, ବଥୁ, ପଟଳି, ଖୁଆ, ଅଙ୍କରାନ୍ତି, ଗୋଖରା, ଲମ୍ବାଗତି, ଦେଶୀ ଘିଅ, ମହୁ, ନବାତ, ଖୁଆସର ଆଦିକୁ ମିଶାଇ 1 ବର୍ଷ ପର୍ଯ୍ୟନ୍ତ ମାଟି ତଳେ ଏସବୁ ପୋତା ହୋଇ ରହିଥାଏ, ଯାହାକୁ ଫୁଲୁରି ତେଲ ବୋଲି କୁହାଯାଇଥାଏ। ତେବେ ଠିକ୍ ବର୍ଷକ ପରେ ଘୁମାରେ ଥିବା ସେ ତେଲକୁ ମାଟି ତଳୁ କଢ଼ାଯାଇଥାଏ ଏବଂ ଏହି ଫୁଲୁରି ତେଲ ଶ୍ରୀମନ୍ଦିରକୁ ଆସିଥାଏ ଏବଂ ଜ୍ୱରରେ ପ୍ରପୀଡ଼ିତ ଶ୍ରୀଜୀଉମାନଙ୍କ ଦେହରେ ଏହି ଫୁଲୁରି ତେଲ ମାଲିସ କରାଯାଇଥାଏ। କୁହାଯାଏ ଶ୍ରୀଜୀଉ କିଛି ଅଂଶରେ ଏହି ତେଲ ମାଲିସ ପରେ ସୁସ୍ଥ ହୋଇଥାନ୍ତି ଏବଂ ତାଙ୍କ ଦେହର ତାତି ଟିକେ କ୍ଷୀଣ ହୋଇଥାଏ। ପତି ମହାପାତ୍ର ସେବକ 3ଟି ରୂପା ପିଙ୍ଗଣରେ ଫୁଲୁରି ତେଲ ନେଇ ସଂସ୍କାର କରିବା ପରେ ଏହି ତେଲକୁ ଦଇତାପତି ସେବକମାନେ ଚତୁର୍ଦ୍ଧା ବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି କରାଇଥାନ୍ତି। ତେବେ ଏହା ମହାପ୍ରଭୁଙ୍କ ଗୁପ୍ତନୀତି ମଧ୍ୟରେ ହୋଇଥିବାରୁ ଏହା କେହି ଦେଖିପାରନ୍ତି ନାହିଁ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।